ବନ୍ଧୁଗଣ, ଉତ୍ସବ ପାଳନ କରିବାକୁ ପ୍ରସ୍ତୁତ ହୁଅନ୍ତୁ, କାରଣ ଭଗବାନ ସୂର୍ଯ୍ୟଙ୍କର ଆଶୀର୍ବାଦ ଯୋଗୁଁ ମାର୍ଚ୍ଚ 22 ରୁ ମାର୍ଚ୍ଚ 31 ମଧ୍ୟରେ ଆପଣ 5ଟି ପ୍ରମୁଖ ଶୁଭ ଖବର ପାଇବାକୁ ଯାଉଛନ୍ତି। ଅନ୍ୟ ଶବ୍ଦରେ, ମାର୍ଚ୍ଚ ମାସର ଏହି ଶେଷ 10 ଦିନ ମଧ୍ୟରେ ଆପଣ ସୌଭାଗ୍ୟର 5ଟି ପ୍ରମୁଖ ଆଘାତର ସମ୍ମୁଖୀନ ହେବାକୁ ଯାଉଛନ୍ତି। ଭଗବାନ ସୂର୍ଯ୍ୟଙ୍କର କୃପା ଦ୍ୱାରା ମାର୍ଚ୍ଚ ମାସର ଏହି ଶେଷ 10 ଦିନ ଆପଣଙ୍କ ପାଇଁ ଅତ୍ୟନ୍ତ ଭାଗ୍ୟବାନ ପ୍ରମାଣିତ ହେବାକୁ ଯାଉଛି। ଆପଣ ଏହା ମଧ୍ୟ କହିପାରିବେ ଯେ ଆପଣଙ୍କ ଭାଗ୍ୟ ଏବେ ଏକ ସୁନା ରଥରେ ଚଢ଼ିବାକୁ ପ୍ରସ୍ତୁତ। ଭାଗ୍ୟ ଆପଣଙ୍କ ପକ୍ଷରେ ଦୃଢ଼ ଭାବରେ ଅଛି। ଆପଣଙ୍କର ସମସ୍ତ ଶତ୍ରୁ ଈର୍ଷାର ଅଗ୍ନିରେ ଗ୍ରାସ ହେବେ ଏବଂ ପାଉଁଶ ହୋଇଯିବେ। ଏହି 10 ଦିନ ମଧ୍ୟରେ ଆପଣ ଯେଉଁ ମହାନ ଖବର ପାଇବେ, ତାହା ଶୁଣିବା ମାତ୍ରେ ଆପଣଙ୍କର ଶତ୍ରୁମାନେ ସେମାନଙ୍କର ହତାଶାକୁ ନିୟନ୍ତ୍ରଣ କରିପାରିବେ ନାହିଁ। ଆପଣଙ୍କ ପ୍ରତି ଈର୍ଷାର ଭାବନା ପୋଡ଼ି ସେମାନଙ୍କର ଆପଣଙ୍କ ପ୍ରଗତି ଏବଂ ସଫଳତାକୁ ସହ୍ୟ କରିପାରିବେ ନାହିଁ ଏବଂ ସେମାନେ ଈର୍ଷାରେ ଚଳିଯିବେ। କାରଣ ଏହି 10 ଦିନର ଅବଧିରେ ଆପଣ ଯେଉଁ 5ଟି ପ୍ରମୁଖ ଶୁଭ ଖବର ପାଇବାକୁ ଯାଉଛନ୍ତି, ତାହା 5 ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଘଟୁଥିବା ଏକ ବିରଳ ଏବଂ ଶୁଭ ଗ୍ରହ ସଂଯମର ପରିଣାମ। ଏହି 10 ଦିନ ମଧ୍ୟରେ ଅନେକ ଶୁଭ ଯୋଗ, ଯେପରିକି ରବି ଯୋଗ, କାର୍ଯ୍ୟ ସିଦ୍ଧି ଯୋଗ, ସର୍ବାର୍ଥ ସିଦ୍ଧି ଯୋଗ ଏବଂ ପୁଷ୍କର ଯୋଗ, ଧନ ଯୋଗ, ସୌଭାଗ୍ୟ ଯୋଗ ସହିତ ସମନ୍ୱିତ ହେଉଛି। ଏହି ଶୁଭ ଶକ୍ତିର ସଙ୍ଗମ ହିଁ ନିଶ୍ଚିତ କରେ ଯେ ଆପଣ ଏହି 10 ଦିନର ଅବଧି ମଧ୍ୟରେ ଏହି 5ଟି ପ୍ରମୁଖ ଶୁଭ ଖବର ପାଇବେ। 5 ବର୍ଷର ବ୍ୟବଧାନ ପରେ ଏହି ଶୁଭ ସଂକଳନ ଏକକାଳୀନ ପରିବର୍ତ୍ତିତ ହେଉଛି, ଯାହା ସୂଚିତ କରେ ଯେ ଭଗବାନ ସୂର୍ଯ୍ୟଙ୍କର କୃପା ଏବେ ଆପଣଙ୍କ ଉପରେ ବର୍ଷିବାକୁ ଯାଉଛି। ସଂକ୍ଷେପରେ, ଆପଣଙ୍କର ଭାଗ୍ୟ ସୂର୍ଯ୍ୟଙ୍କ ପରି ଉଜ୍ଜ୍ୱଳ ଭାବରେ ଉଜ୍ଜ୍ୱଳମାନ ହେବାକୁ ଯାଉଛି। ତେଣୁ ବନ୍ଧୁଗଣ, ଏହି ଶୁଭ ଖବର କ'ଣ? ଆପଣଙ୍କ ଜୀବନର କେଉଁ ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଆପଣ ସୌଭାଗ୍ୟର ଏହି 5ଟି ପ୍ରମୁଖ ଆଘାତର ସମ୍ମୁଖୀନ ହେବେ? ଆମେ ଆପଣଙ୍କୁ ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବୁ। ମୁଁ ସମ୍ପୂର୍ଣ୍ଣ ବିଶ୍ୱାସ ସହିତ କହୁଛି ଯେ ଯିଏ ଏହି ଭିଡ଼ିଓକୁ ସମ୍ପୂର୍ଣ୍ଣ ଭାବରେ ଦେଖେ, ସେ ଆନନ୍ଦରେ ଅଭିଭୂତ ହେବ। ଏତେ ଯେ ଆଳଙ୍କରିକ ଭାବରେ କହିବାକୁ ଗଲେ, ଆପଣଙ୍କର ସମଗ୍ର ପରିବାର ଉତ୍ସବ ପାଳନରେ ଏକାଠି ନାଚିବାକୁ ଲାଗିବେ। ଏହି 10 ଦିନ ମଧ୍ୟରେ ଆପଣଙ୍କ ପାଇଁ ଏକ ମହାନ ସମୟ ଅପେକ୍ଷା କରିଛି। ସେହି ସମୟରେ ଏହି 10 ଦିନର ବ୍ୟବଧାନରେ ଆପଣଙ୍କୁ କିଛି ସତର୍କତା ମଧ୍ୟ ଅବଲମ୍ବନ କରିବାକୁ ପଡ଼ିବ। କିଛି ଗୁରୁତ୍ୱପୂର୍ଣ୍ଣ ଏବଂ ଅତ୍ୟାବଶ୍ୟକ ବିଷୟ ଅଛି ଯାହାକୁ ଆପଣଙ୍କୁ ମନେ ରଖିବାକୁ ପଡ଼ିବ। ଏହି ଆଗାମୀ 10 ଦିନର ଅବଧିରୁ ସର୍ବାଧିକ ଲାଭ ପାଇବା ପାଇଁ ଆପଣଙ୍କୁ କେଉଁ ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ପଡ଼ିବ, ତାହା ମଧ୍ୟ ଆମେ ଏହି ଭିଡ଼ିଓରେ ବ୍ୟାଖ୍ୟା କରିବୁ। ଶୁଭ ଖବର ସହିତ ପାଳନ କରିବାକୁ ମଧ୍ୟ କିଛି ସତର୍କତା ଅଛି। ତେଣୁ ଦୟାକରି ଭିଡ଼ିଓଟିକୁ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବରେ ଦେଖନ୍ତୁ। ତେବେ ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଆପଣମାନେ ପ୍ରଥମେ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ସଚ୍ଚା ହୃଦୟରେ ଭଗବାନ ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ଜୟ ସୂର୍ଯ୍ୟଦେବ ନିଶ୍ଚୟ ଲେଖନ୍ତୁ, ଯାହାଦ୍ୱାରା ଭଗବାନ ସୂର୍ଯ୍ୟ ଆପଣଙ୍କର ସମସ୍ତ ଇଚ୍ଛା ପୂରଣ କରିବେ ଏବଂ ତାଙ୍କର ଆଶୀର୍ବାଦ ଆପଣଙ୍କ ଉପରେ, ଆପଣଙ୍କ ଘର ଉପରେ ଏବଂ ଆପଣଙ୍କ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ଉପରେ ସର୍ବଦା ବର୍ଷା ହେଉ। ତେବେ ବନ୍ଧୁଗଣ, ସମୟ ନଷ୍ଟ ନକରି ଆସନ୍ତୁ ଆଲୋଚନା କରିବା ଯେ କିପରି ଭଗବାନ ସୂର୍ଯ୍ୟଙ୍କର ଆଶୀର୍ବାଦରେ ଏହି ଗୁରୁତ୍ୱପୂର୍ଣ୍ଣ 10 ଦିନର ସମୟ ଆପଣଙ୍କ ରାଶିର ଲୋକଙ୍କ ପାଇଁ ଘଟିବ। ତେବେ ବନ୍ଧୁମାନେ, ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ ଏହି ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ 22 ମାର୍ଚ୍ଚରୁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଭଗବାନ ସୂର୍ଯ୍ୟ ଆପଣଙ୍କ ଉପରେ ତାଙ୍କର ଦିବ୍ୟ କୃପା ବର୍ଷା କରିବେ। ଜ୍ୟୋତିଷ ଦୃଷ୍ଟିରୁ ଏହି 10 ଦିନ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଶୁଭ ଏବଂ ସୌଭାଗ୍ୟଶାଳୀ ସମୟ ପ୍ରମାଣିତ ହେବ। କାରଣ ଏହି 10 ଦିନ ମଧ୍ୟରେ କିଛି ଦୁର୍ଲଭ ଗ୍ରହ ସଂଯୋଜନ ସୃଷ୍ଟି ହେଉଛି,
ଏବଂ ପ୍ରମୁଖ ମହାଜାଗତିକ ପରିବର୍ତ୍ତନ ଘଟୁଛି। ଫଳସ୍ୱରୂପ ଆପଣ ଏହି ସମୟ ମଧ୍ୟରେ ଆର୍ଥିକ ଲାଭ ଏବଂ ପ୍ରମୁଖ ସଫଳତା ସମେତ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇବାକୁ ଯାଉଛନ୍ତି। ଏହି 10 ଦିନ ଆପଣଙ୍କ ପାଇଁ ଏକ ଉତ୍କୃଷ୍ଟ ସମୟ। ତେଣୁ ଆପଣଙ୍କୁ ଏହି 10 ଦିନର ସମୟକୁ ପୁଞ୍ଜି କରିବା ପାଇଁ ଏକ ବିନ୍ଦୁ ତିଆରି କରିବାକୁ ପଡ଼ିବ, କାରଣ ଏହି ସମୟରେ ଆପଣ ନିଶ୍ଚିତ ଭାବରେ ପ୍ରମୁଖ ସୁଯୋଗର ସମ୍ମୁଖୀନ ହେବେ। ଆପଣ ଏହି ସୁଯୋଗ ଗୁଡ଼ିକୁ କିପରି ବ୍ୟବହାର କରିବେ ଏବଂ ସେଗୁଡ଼ିକ କେତେ ପ୍ରଭାବଶାଳୀ ଭାବରେ ଆପଣଙ୍କ ଲାଭରେ ପରିଣତ କରିବେ, ତାହା ଶେଷରେ ଆପଣଙ୍କ ଉପରେ ନିର୍ଭର କରେ। ଆମେ ଯେତେବେଳେ କହୁଛୁ ଯେ ଏହି 10 ଦିନର ସମୟ ନିଃସନ୍ଦେହରେ ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ସୌଭାଗ୍ୟବାନ ସମୟ। ଏହି 10 ଦିନର ବ୍ୟବଧାନରେ ଆପଣ ଆପଣଙ୍କର ବୁଦ୍ଧି ଏବଂ ଚତୁରତାର ପ୍ରୟୋଗ ଦ୍ୱାରା ଆପଣଙ୍କର ବ୍ୟକ୍ତିଗତ ସମ୍ପର୍କ ଏବଂ ବୃତ୍ତିଗତ ନେଟୱାର୍କକୁ ପ୍ରଭାବଶାଳୀ ଭାବରେ ବ୍ୟବହାର କରିପାରିବେ। ଆପଣଙ୍କର ଉତ୍କୃଷ୍ଟ ଆନ୍ତରିକ ଦକ୍ଷତା ଅଛି ଏବଂ ଏହି ଗୁଣ ଆଗାମୀ 10 ଦିନରେ ଆପଣଙ୍କ ପ୍ରଗତିରେ ସହାୟକ ହେବ। ତୃତୀୟ ପକ୍ଷର ମଧ୍ୟସ୍ଥତା ମାଧ୍ୟମରେ ଭାଇ ଭଉଣୀ କିମ୍ବା ସମ୍ପର୍କୀୟଙ୍କ ମଧ୍ୟରେ ଚାଲିଥିବା ଯେକୌଣସି ବିବାଦର ସମାଧାନ ମଧ୍ୟ ସମ୍ଭବ ହେବ। ଯଦି ଆପଣଙ୍କର ବର୍ତ୍ତମାନ ଆପଣଙ୍କ ଭାଇ ଭଉଣୀଙ୍କ ସହିତ କିମ୍ବା ପରିବାରର କୌଣସି ସଦସ୍ୟଙ୍କ ସହିତ ମତଭେଦ ଅଛି, ତେବେ ଏହା ସମାଧାନ ହୋଇଯିବ। ଏହି 10 ଦିନର ସମୟ ମଧ୍ୟରେ ଆପଣ ବ୍ୟକ୍ତିଗତ ଭାବରେ ଆପଣଙ୍କର ବୃତ୍ତିଗତ ଉନ୍ନତି ସମ୍ବନ୍ଧୀୟ ଶୁଭ ଖବରର ଆଗମନ ଅନୁଭବ କରିବେ। ଆପଣ ଆପଣଙ୍କର କିଛି ସମୟ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟକଳାପ ପାଇଁ ଉତ୍ସର୍ଗ କରିବାର ସମ୍ଭାବନା ଅଛି। ଜଣେ ବିଶିଷ୍ଟ ସମାଜ ସଂସ୍କାରକଙ୍କ ସାଥ ଆପଣଙ୍କ ଭିତରେ ସକାରାତ୍ମକ ଶକ୍ତିର ଏକ ଲହରୀ ସୃଷ୍ଟି କରିବ। ଏହି 10 ଦିନ ମଧ୍ୟରେ ପିଲା ଏବଂ ଯୁବକ ଉଭୟ ସେମାନଙ୍କ ନିଜ ନିଜ ଲକ୍ଷ୍ୟ ହାସଲ କରିବାରେ ଧ୍ୟାନ ଦେବେ। ପ୍ରମୁଖ ସଫଳତା ଆପଣଙ୍କ ପାଇଁ ଅପେକ୍ଷା କରିଛି। ଆପଣ ଉଲ୍ଲେଖନୀୟ ସଫଳତା ପାଇବାକୁ ଯାଉଛନ୍ତି। ଏହି 10 ଦିନର ବ୍ୟବଧାନରେ ପରିବାର ମଧ୍ୟରେ ଶାନ୍ତି ଏବଂ ସମନ୍ୱୟ ଆପଣଙ୍କର ସର୍ବୋଚ୍ଚ ପ୍ରାଥମିକତା ରହିବ। ଆପଣ ଆପଣଙ୍କର ବୃତ୍ତିଗତ ଜୀବନ ଏବଂ ଆପଣଙ୍କର ପାରିବାରିକ ଦାୟିତ୍ୱ ମଧ୍ୟରେ ଏକ ଉତ୍କୃଷ୍ଟ ସନ୍ତୁଳନ ମଧ୍ୟ ବଜାୟ ରଖିବେ। ଏହି ସମୟରେ ଆପଣ ଆପଣଙ୍କର ପିଲାମାନଙ୍କର ଶିକ୍ଷା ସହିତ ଜଡ଼ିତ ବିଷୟ ଗୁଡ଼ିକରେ ବିଶେଷ ଭାବରେ ବ୍ୟସ୍ତ ରହିବେ। ନିକଟ ସମ୍ପର୍କୀୟମାନଙ୍କ ସହିତ ଆପଣଙ୍କର ବନ୍ଧନକୁ ସୁଦୃଢ଼ କରିବାରେ ଆପଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବେ। ଏହି 10 ଦିନ ମଧ୍ୟରେ ଆପଣଙ୍କ ଚାରିପାଖରେ ଥିବା ସମସ୍ତେ ଆପଣଙ୍କର କୋମଳ ବାଣୀ ଏବଂ ଉଦାର ଦୃଷ୍ଟିକୋଣ ଦ୍ୱାରା ପ୍ରଭାବିତ ହେବେ। ଆପଣ ସମୟାନୁସାରେ ପୁରୁଣା ମତଭେଦ ଏବଂ ଭୁଲ ବୁଝାମଣାର ସମାଧାନ କରିବାରେ ମଧ୍ୟ ସଫଳ ହେବେ। ପିଲାମାନେ ସେମାନଙ୍କର ଶିକ୍ଷାଗତ କାର୍ଯ୍ୟରେ ସେମାନଙ୍କର ଇଚ୍ଛିତ ଫଳାଫଳ ହାସଲ କରିବେ। ପରିବାରର ବୟସ୍କମାନଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହିବ। ଏହି ସମୟ ପରିବାର ମଧ୍ୟରେ ଏକ ଶାନ୍ତିପୂର୍ଣ୍ଣ, ସମନ୍ୱିତ ଏବଂ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶ ଦ୍ୱାରା ବର୍ଣ୍ଣିତ ହେବ। ଆପଣ ବ୍ୟକ୍ତିଗତ ଭାବରେ ଅନୁଭବ କରିବେ ଯେ ଏହି 10 ଦିନ ମଧ୍ୟରେ ଆପଣଙ୍କର ଘର ଆନନ୍ଦ ଏବଂ ଖୁସିର ପରିବେଶରେ ପରିପୂର୍ଣ୍ଣ। ଆପଣଙ୍କ ଘରର ରକ୍ଷଣାବେକ୍ଷଣ ଏବଂ ସାଜସଜ୍ଜା ସହିତ ଜଡ଼ିତ ବିଷୟଗୁଡ଼ିକ, ଆପଣ ବିଭିନ୍ନ ଘରୋଇ କାମ କରିବା ସହିତ ଆପଣଙ୍କ ପରିବାର ସଦସ୍ୟଙ୍କ ସହିତ କିଣାକିଣି କରିବାରେ ସମୟ ବିତାଇବାର ସମ୍ଭାବନା ଅଛି। ବୃତ୍ତିଗତ ଅଧ୍ୟୟନ ପାଇଁ ଚେଷ୍ଟା କରୁଥିବା ଛାତ୍ରମାନେ ସଫଳତା ପାଇବାକୁ ଯାଉଛନ୍ତି। ତେଣୁ ଆପଣଙ୍କର ଧ୍ୟାନ ବଜାୟ ରଖନ୍ତୁ ଏବଂ ଆପଣଙ୍କର ଅଧ୍ୟୟନରେ ସମ୍ପୂର୍ଣ୍ଣ ମନୋଯୋଗ କରନ୍ତୁ। ଦୀର୍ଘ ସମୟ ପରେ ଆପଣ ଦେଖିବେ ଯେ ନିକଟତମ ଅତିଥିଙ୍କ ଆଗମନ ଏକ ଉତ୍ସବମୁଖୀ ପରିବେଶ ସୃଷ୍ଟି କରେ। ପରିବାରର ସମସ୍ତ ସଦସ୍ୟ ସାମୂହିକ ଆନନ୍ଦର ଭାବନାରେ ଅଂଶୀଦାର ହେବେ। ଏହା ବ୍ୟତୀତ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଗୁଡ଼ିକ ଉପରେ ଆଲୋଚନା କରାଯିବ ଏବଂ ଏହି ସମୟ ମଧ୍ୟରେ ଅନେକ ସମସ୍ୟାର ସମାଧାନ ହେବାର ସମ୍ଭାବନା ଅଛି।
ଏହା ସହିତ ଯଦି ଆପଣ ଏହି ସମୟରେ ଏକ ଆର୍ଥିକ ନିବେଶ କରିବାକୁ ଚିନ୍ତା କରୁଛନ୍ତି ତେବେ ଆପଣ ଦେଖିବେ ଯେ ଏପରି ନିବେଶ ଭବିଷ୍ୟତରେ ଗୁରୁତ୍ୱପୂର୍ଣ୍ଣ ରିଟର୍ଣ୍ଣ ପ୍ରଦାନ କରିବ। ଆପଣ ବର୍ତ୍ତମାନ ଯେଉଁଠାରେ ବିନିଯୋଗ କରିବାକୁ ଯାଉଛନ୍ତି ଆପଣ ପରେ ଯଥେଷ୍ଟ ଲାଭ ପାଇବାକୁ ଯାଉଛନ୍ତି, କାରଣ ଏହି ସମୟ ମଧ୍ୟରେ କରାଯାଇଥିବା ସମସ୍ତ ନିବେଶ ସମ୍ବନ୍ଧୀୟ ପ୍ରୟାସ ଆପଣଙ୍କୁ ଉଚ୍ଚ ରିଟର୍ଣ୍ଣ ପ୍ରତିଶ୍ରୁତି ଦିଏ। ଅଧିକନ୍ତୁ ଯଦି ଆପଣଙ୍କର ଟଙ୍କା କୌଣସି ସ୍ଥାନରେ ଅଟକି ରହିଛି ଏହାକୁ ପୁନରୁଦ୍ଧାର କରିବା ପାଇଁ ଅତୀତର ଅନେକ ପ୍ରୟାସ ସତ୍ତ୍ୱେ ଏହି 10 ଦିନ ମଧ୍ୟରେ ନୂତନ ପ୍ରୟାସ କରନ୍ତୁ। ଆପଣ ଆପଣଙ୍କର ପାଣ୍ଠି ପୁନରୁଦ୍ଧାର କରିବାରେ ସଫଳ ହେବେ। ଯଦିଓ ଆପଣ କେବଳ ମୋଟ ପରିମାଣର ଏକ ଅଂଶ ପୁନରୁଦ୍ଧାର କରିବାରେ ସଫଳ ହୁଅନ୍ତି ଆପଣ ସେହି ଟଙ୍କା ପୁନରୁଦ୍ଧାର କରିବେ ଯାହା ଆପଣ ପୂର୍ବରୁ ପୁଣି ଥରେ ଦେଖିବାର ସମସ୍ତ ଆଶା ଛାଡ଼ି ଦେଇଥିଲେ। ତେଣୁ ଏହି 10 ଦିନର ବ୍ୟବଧାନରେ ସ୍ଥିର ରୁହନ୍ତୁ, କାରଣ ଗ୍ରହ ନକ୍ଷତ୍ର ଗୁଡ଼ିକ ଆର୍ଥିକ ଲାଭ ପାଇଁ ଅନୁକୂଳ ଭାବରେ ରହିଛନ୍ତି। ତଥାପି ଏକ ସତର୍କତାମୂଳକ ପଦକ୍ଷେପ ଭାବରେ ଆପଣଙ୍କୁ ଆପଣଙ୍କ ପରିବାରର ବୟସ୍କ ସଦସ୍ୟଙ୍କ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବାକୁ ପଡ଼ିବ, କାରଣ ସେମାନଙ୍କର ମଙ୍ଗଳ ସମ୍ପର୍କରେ ଚିନ୍ତା ଲାଗି ରହିପାରେ। ସାମାଜିକ କାର୍ଯ୍ୟକଳାପରେ ସକ୍ରିୟ ଭାବରେ ଜଡ଼ିତ ବ୍ୟକ୍ତିମାନଙ୍କୁ ନକାରାତ୍ମକ ପ୍ରବୃତ୍ତି ଥିବା ବ୍ୟକ୍ତିମାନଙ୍କ ଠାରୁ ଦୂରତା ରଖି ସତର୍କତା ଅବଲମ୍ବନ କରିବାକୁ ପଡ଼ିବ। ଏହା କରିବାରେ ବିଫଳ ହେଲେ ମାନହାନି କିମ୍ବା ଭୁଲ ବୁଝାମଣାର ଉତ୍ଥାନ ହୋଇପାରେ। ଏହାକୁ ରୋକିବା ପାଇଁ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଏହା ବ୍ୟତୀତ ଏହି ସମୟ ମଧ୍ୟରେ ଅପରିଚିତ ବ୍ୟକ୍ତିଙ୍କ ସହିତ ଘନିଷ୍ଠ ସମ୍ପର୍କ ସ୍ଥାପନ କରିବାରୁ ନିବୃତ୍ତ ରୁହନ୍ତୁ ଏବଂ କୌଣସି ବାହାର ଲୋକଙ୍କୁ ଆପଣଙ୍କର ଘରୋଇ କିମ୍ବା ପାରିବାରିକ ବ୍ୟାପାରରେ ହସ୍ତକ୍ଷେପ କରିବାକୁ ଦିଅନ୍ତୁ ନାହିଁ। ଗାଡ଼ି ଚଳାଇବା ସମୟରେ ମୋବାଇଲ ଫୋନ କିମ୍ବା ସମାନ ଉପକରଣ ବ୍ୟବହାର କରିବାରୁ ନିବୃତ୍ତ ରୁହନ୍ତୁ, କାରଣ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି। ଏହା ସହିତ କଥାବାର୍ତ୍ତା ସମୟରେ ଆପଣ ଅଜାଣତରେ ଏପରି ଶବ୍ଦ କହିପାରନ୍ତି ଯାହା ଆପଣଙ୍କର ଆନ୍ତର୍ଜାତିକ ସମ୍ପର୍କ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇପାରେ। ତେଣୁ ଆପଣଙ୍କୁ ଆପଣଙ୍କର କ୍ରୋଧ ଏବଂ ଆବେଗପୂର୍ଣ୍ଣ ପ୍ରତିକ୍ରିୟା ଉପରେ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବାକୁ ପଡ଼ିବ। ଏକ ସୁଖଦ ଏବଂ ସୌଜନ୍ୟପୂର୍ଣ୍ଣ ଆଚରଣ ବଜାୟ ରଖିବାକୁ ଚେଷ୍ଟା କରନ୍ତୁ। ଶେଷରେ ବ୍ୟବସାୟ ସମ୍ବନ୍ଧୀୟ ଅସୁବିଧା ଗୁଡ଼ିକୁ ଆପଣଙ୍କର ଘରୋଇ ଜୀବନ ଶାନ୍ତି ଏବଂ ସମନ୍ୱୟକୁ ଅତିକ୍ରମ କରିବାକୁ କିମ୍ବା ବ୍ୟାହତ କରିବାକୁ ଦିଅନ୍ତୁ ନାହିଁ। ଏହା ବ୍ୟତୀତ ନୂତନ ପରିଚିତ ବ୍ୟକ୍ତିଙ୍କ ସହିତ ଯୋଗାଯୋଗ କରିବା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। ଅନେକ କ୍ଷେତ୍ରରେ ଧୈର୍ଯ୍ୟ ଏବଂ ସଂଯମତା ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ, କାରଣ କ୍ରୋଧ ଦ୍ୱାରା ଶୀଘ୍ର କାର୍ଯ୍ୟ କରିବା ପରିସ୍ଥିତିକୁ ସହଜରେ ଆହୁରି ଖରାପ କରିପାରେ। ଏହି 10 ଦିନ ମଧ୍ୟରେ ଆପଣଙ୍କୁ ସତର୍କ ରହିବାକୁ ପଡ଼ିବ। ଏକକାଳୀନ ଯଦି ସ୍ୱାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ବର୍ତ୍ତମାନ କୌଣସି ଭୁଲ ବୁଝାମଣା ଅଛି ତେବେ ଏହି ସମୟ ମଧ୍ୟରେ ସେଗୁଡ଼ିକର ସମାଧାନ ହୋଇଯିବ। ଏହି ସମସ୍ୟା ଗୁଡ଼ିକ ତୃତୀୟ ପକ୍ଷଙ୍କ ମଧ୍ୟସ୍ଥତା ଦ୍ୱାରା ଦୂର ହୋଇଯିବ ଏବଂ ଆପଣଙ୍କର ସମ୍ପର୍କ ପୁଣି ଥରେ ସୁସଙ୍ଗତ ହୋଇଯିବ। ଆପଣଙ୍କ ସମ୍ପର୍କ ମଧ୍ୟରେ ପାରସ୍ପରିକ ସ୍ନେହ ଗଭୀର ହେବ। ଆପଣଙ୍କ ପିଲାମାନଙ୍କର ଜିଦଖୋର କିମ୍ବା ଏକଜିଦିଆ ମନୋଭାବ ବେଳେବେଳେ ଆପଣଙ୍କୁ ଚିନ୍ତିତ କରିପାରେ। ତଥାପି ଆପଣ ଆପଣଙ୍କର ପିଲାମାନଙ୍କର ସମ୍ପର୍କରେ ମଧ୍ୟ ଆଶ୍ଚର୍ଯ୍ୟଜନକ ଖବର ପାଇପାରିବେ। ଆପଣଙ୍କର ପିଲାମାନଙ୍କର ସଫଳତା ଦେଖି ଆପଣ ଆପଣଙ୍କର ପିତାମାତାଙ୍କ ପ୍ରତି ଅପାର ଗର୍ବ ଅନୁଭବ କରିବେ, କାରଣ ସେମାନେ ଗୁରୁତ୍ୱପୂର୍ଣ୍ଣ ମାଇଲ ଖୁଣ୍ଟ ହାସଲ କରିପାରନ୍ତି। ଏହା ସହିତ ବର୍ତ୍ତମାନ ପ୍ରେମ ସମ୍ପର୍କରେ ଥିବା ଲୋକଙ୍କ ପାଇଁ ଯଦି ଆପଣ ଏହି ସମୟରେ ଆପଣଙ୍କର ଭାବନା ପ୍ରକାଶ କରିବାକୁ ଯାଉଛନ୍ତି ତେବେ ଆପଣଙ୍କ ପ୍ରେମ ସମ୍ପର୍କ ବୈବାହିକ ବନ୍ଧନରେ ପରିଣତ ହୋଇପାରେ। ଏହି ସମୟ ମଧ୍ୟରେ ଗ୍ରହ ସଂଯୋଜନ ଏପରି ବିକାଶ ପାଇଁ ଅନୁକୂଳ। ଏହା ବ୍ୟତୀତ ଏହି ସମୟ ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ସାବ୍ୟସ୍ତ ହେବ ଯେଉଁମାନେ ସନ୍ତାନ ପାଇବାକୁ ଇଚ୍ଛା କରୁଛନ୍ତି କିନ୍ତୁ ଦୀର୍ଘ ସମୟ ଧରି ପିତାମାତାଙ୍କର ଆନନ୍ଦରୁ ବଞ୍ଚିତ ଅଛନ୍ତି। ଆପଣଙ୍କ ଘରେ ଜଣେ ଛୋଟ ଅତିଥିଙ୍କର ଆଗମନ ସମ୍ପର୍କରେ ଆପଣଙ୍କୁ ଖୁସି ଖବର ମିଳିବାର ସମ୍ଭାବନା ଅଛି। ଫଳସ୍ୱରୂପ ଆପଣଙ୍କ ଘର ଏକ ଉତ୍ସବମୁଖୀ ପରିବେଶରେ ପରିପୂର୍ଣ୍ଣ ରହିବ ଏବଂ ଆପଣ ସଫଳତାର ସହ ଆପଣଙ୍କ ଘରୋଇ ଜୀବନ ଏବଂ ଆପଣଙ୍କର ବୃତ୍ତିଗତ ପ୍ରୟାସ ମଧ୍ୟରେ ଏକ ଉତ୍କୃଷ୍ଟ ସନ୍ତୁଳନ ବଜାୟ ରଖିବେ।
अप्रत्याशित परिस्थिति जोगु आपणक प्रेम संपर्क खोलाखोली होई पारे। एही 10 दिनर व्यवधान रे आपण एक भ्रमण पई बाहर को जीवार सुजोग पाई पारंती। हुएत एक पिकनिक स्थान किंबा धार्मिक स्थल को जोठारे आपण आपणक परिवार सदस्यंक सहित गुणात्मक समय बिताइबे। यह आपणकर प्रेम संपर्क को आहुरी मजबूत करिबो एवं जेकोसी भूल बुझामणा को समाधान करिबारे साहाय्य करिबो। आपणकर कार्यसूची जेते व्यस्त होना काहेकि आपण एही समय मध्यरे आपणक परिवार पई समय बाहर करिबारे निसंदेहरे सफल हेबे। यह व्यतीत व्यवसाय नियोजित लोकों पाई आपण एही समय आपणकर उद्योग संपर्क रे गंभीर एवं ठोस निष्पत्ति नेबाको प्रस्तुत अछंती एवं एही निष्पत्ति गुड़िक सठिक एवं लाभदायक प्रमाणित हेबो। जंत्रपाति किंबा उत्पादन सहित जड़ित व्यवसाय गुड़िक एही 10 दिन मध्यरे लाभ पाई विशेष भाव में भल स्थिति अछि। शेष एक नूतन व्यवसाय उद्यम आरंभ करने को आकांक्षी मानक पाई एही समय असाधारण भाव में अनुकूल। यह आपणकर नूतन उद्योगी यात्रा आरंभ करने आपणक पाई एक उपयुक्त समय। जो माने पूर्वर व्यवसाय रे नियोजित अछंती सेमानंको सेमानंकर कार्य को विस्तार करिबा पाई रणनीति प्रस्तुत करिबा को पड़िबो। एही योजना गुड़िक सफल हेबा पाई स्थिर जहां आपणक उद्योगर उल्लेखनीय अभिवृद्धि एवं प्रसारण को नहीं थाए। यह आपणकर वृत्तिगत नेटवर्क को विस्तार करिबा पाई एक उपयुक्त समय कारण आपण सौभाग्यर पूर्ण समर्थन उपभोग करिवे। वर्तमान चाकरी करुथिबा लोकंको पाई एही समय विशेष भाव में अनुकूल हिबो। यह सेमानंको पाई अनुकूल प्रमाणित हिबो कारण सेमाने सेमानंको चाकरी रे एक गुरुत्वपूर्ण पदोन्नति पाइबार संभावना अछि। आपण आपणको क्यारियर उन्नति सहित यथेष्ट प्रोत्साहन पाइबार आशा करि पारिबे। आपण आपणको क्यारियर उन्नति संपर्क रे उत्कृष्ट खबर एवं लाभ पाइबार आशा करि पारिबे। आपण जो कठिन परिश्रम करुछंती ताहा सहित आपणको उपयुक्त पुरस्कृत कराजिबो। आपणकर बॉस एवं वरिष्ठ अधिकारी माने आपणको कामर प्रशंसा करिवे। तथापि चाकरी करुथिबा लोक माने विशेष करी गोटिए गुरुत्वपूर्ण बिंदु प्रति सचेतन रहिबा उचित। कार्य क्षेत्र में छोट छोट समस्या बुझी पारे। यह हेउछि कारण आपणकर निज सहकर्मी माने आपणक विरुद्ध रे संभाव्य षड्यंत्र करि पारंती। आपणको सतर्क रहिबाको पड़िबो। कहा सहित आपणकर गुप्त कथा बांटंतु नाही। यह व्यतीत आपणकर फाइल एवं डॉक्यूमेंट्स गुडी को सुरक्षित रखिबा पई विशेष ध्यान दियंतु। से गुडी को भूल स्थान रे रखिबार आशंका अछि किंबा से गुडी को आपणको फसाइबा पई एक षड्यंत्रर अंश भाव रे व्यवहार करा जाई पारे। सतर्कता अवलंबन करंतु। जो माने वर्तमान पाठ पढ़ा करुछंती आपण गुरुत्वपूर्ण शिक्षागत सफलता हासिल करने को आशा करि पारिबे। आपण चाकरी पाई प्रतियोगितामूलक परीक्षा पाई प्रस्तुत हुंतु किंबा कौनसी शिक्षानुष्ठान रे प्रवेश पाई प्रवेशिका परीक्षा पाई प्रस्तुत हुंतु। आपण आपणकर शिक्षागत कार्य रे अनेक सफलता लाभ करिवे। आपणक पाई सफलता अपेक्षा करिछि एवं फलाफल आपणक सपक्षरे आसीबाकु जाउछि। जो माने विदेश रे पढ़िबाकु चाहुछंती व्यवसाय आरंभ करिबाकु चाहुछंती किंबा चाकरी करिबाकु चाहुछंती सेमाने निजर प्रयास को निष्ठार सहित जारी रखिबा उचित। एही 10 दिनर समय मध्यरे आपण विदेश यात्रार योजना संपर्क रे शुभ खबर पाई पारंती। आपणकर कठिन परिश्रम फल देव एवं विदेश जीवार आपणकर स्वप्न साकार हेबाकु जाउछि। सेही समय जो माने अन्य मानकु टंका ऋण देबाकु प्रवृत्त हुंती सेमानकु विशेष सतर्कता अवलंबन करिबाकु पड़िबो। जदिओ ग्रह नक्षत्र गुड़िक एही समय मध्यरे आर्थिक लाभर दृढ़ संभावना को सूचाउछंती एवं आपण प्रकृत रे आपणकर चाकरी पदोन्नति प्रोत्साहन व्यावसायिक कारोबार किंबा अटकी रहितिबा पांठीर पुनरुद्धार माध्यम रे यथेष्ट परिमाणर धन अर्जन करिबार संभावना अछि। एही समय आपणको टंका ऋण देबारु निवृत्त रहिबा उचित। निश्चित करंतु जे आपणकर टंका केबे परिशोध कराजिबो।
ସେ ବିଷୟରେ ଏକ ସ୍ପଷ୍ଟ ବୁଝାମଣା ସ୍ଥାପନ କରିଛନ୍ତି, ନଚେତ୍ ଆପଣଙ୍କର ପାଣ୍ଠି ଅଟକି ଯାଇପାରେ। ସତର୍କ ଏବଂ ସାବଧାନ ରୁହନ୍ତୁ। ଏହି ସମୟରେ ଟଙ୍କା ଋଣ ଦେବାରୁ ଦୂରେଇ ରହିବା ଆପଣଙ୍କ ପାଇଁ ବୁଦ୍ଧିମାନର କାର୍ଯ୍ୟ ହେବ। ଏବେ ଆପଣଙ୍କର ସ୍ୱାସ୍ଥ୍ୟ ବିଷୟକୁ ଯିବା। ଏହି 10 ଦିନର ବ୍ୟବଧାନରେ ଅତ୍ୟଧିକ କଠିନ ପରିଶ୍ରମ ଏବଂ ଶାରୀରିକ ପରିଶ୍ରମର ଚାପ ଆପଣଙ୍କ ସୁସ୍ଥତା ଉପରେ ପ୍ରଭାବ ପକାଇପାରେ। ତେଣୁ ବିଶ୍ରାମ ନେବା ପାଇଁ ଆପଣ ସମୟ ସମୟରେ ବିରତି ନେବା ଅତ୍ୟନ୍ତ ଜରୁରୀ। ସାମଗ୍ରିକ ଭାବରେ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ ଏହି 10 ଦିନର ଅବଧି ଆପଣଙ୍କ ପାଇଁ ଉତ୍କୃଷ୍ଟ ହେବ ବୋଲି ଆଶା କରାଯାଉଛି। ତଥାପି ଆପଣଙ୍କୁ ଋତୁକାଳୀନ ରୋଗ ବିଷୟରେ ସତର୍କ ରହିବାକୁ ପଡ଼ିବ। ହୃଦରୋଗ କିମ୍ବା ମଧୁମେହ ଭଳି ପରିସ୍ଥିତି ପ୍ରତି ସତର୍କ ରୁହନ୍ତୁ। ନିୟମିତ ଡାକ୍ତରୀ ଯାଞ୍ଚ ସମୟ ନିର୍ଦ୍ଧାରଣ କରନ୍ତୁ। ଯୋଗ, ପ୍ରାଣାୟାମ ଏସବୁକୁ ଧ୍ୟାନ ଦିଅନ୍ତୁ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଏସବୁକୁ ସାମିଲ କରନ୍ତୁ। ଆପଣଙ୍କର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ପୁଷ୍ଟିକର ଖାଦ୍ୟ ବଜାୟ ରଖନ୍ତୁ ଏବଂ ବାହ୍ୟ ଉତ୍ସରୁ ଆପଣ ଖାଦ୍ୟକୁ ଯେତେ ପାରିବେ ଆଭଏଡ୍ କରନ୍ତୁ। ଫାଷ୍ଟ ଫୁଡ୍, ଜଙ୍କ ଫୁଡ୍ ଭଳି ଖାଦ୍ୟ ଠାରୁ ଦୂରେଇ ରୁହନ୍ତୁ। ସହଜରେ ପାଚନଯୋଗ୍ୟ ଖାଦ୍ୟ ବାଛନ୍ତୁ ଏବଂ ଆପଣଙ୍କ ଖାଦ୍ୟରେ ଆୟୁର୍ବେଦିକ ଉପଚାର ଗୁଡ଼ିକ ସାମିଲ କରନ୍ତୁ।